ଆଜିର ପ୍ରଥମ ଖବର। ନୂଆପଡ଼ା ଉପନିର୍ବାଚନର ଭୋଟ ଗଣତି ପ୍ରସ୍ତୁତି ଚୂଡ଼ାନ୍ତ। ଅପରାହ୍ନ ସୁଦ୍ଧା ଆସିବ ଫଳାଫଳ। କାହାର ହେବ ନୂଆପଡ଼ା? ଆଉ କିଛି ଘଣ୍ଟାର ଅପେକ୍ଷା। ଆଜି ସକାଳ 8ଟାରୁ ଭୋଟ ଗଣତି ଆରମ୍ଭ ହେବ। 14ଟି ଟେବୁଲ 26 ରାଉଣ୍ଡ ଗଣତି କରାଯିବ। ପ୍ରଥମେ ବାଲାଟ ପରେ ଇଭିଏମ୍ କାଉଣ୍ଟିଂ ହେବ। କାଉଣ୍ଟିଂର 2 ଘଣ୍ଟା ପୂର୍ବରୁ ପ୍ରସ୍ତୁତି କରାଯିବ। କାଉଣ୍ଟିଂ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରତି ରାଉଣ୍ଡରେ ରେଜଲ୍ଟ ଘୋଷଣା କରାଯିବ। ଏନେଇ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। ପ୍ରଥମେ ପୋଷ୍ଟାଲ ବାଲଟ ସକାଳ 8ଟା ସମୟରେ ଗଣାଯିବ। ଏହାପରେ 8ଟା 30ରେ ଇଭିଏମ୍ ମେସିନ୍ର ଭୋଟ ଗଣନା ଆରମ୍ଭ ହେବ। ଏହା 26 ରାଉଣ୍ଡରେ ସମାପ୍ତ ହେବ। ଭୋଟିଂ ମେସିନ୍ର ତଥ୍ୟକୁ ଫର୍ମ 17C ସହିତ ମେଳ କରାଯିବ। ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ 5ଟି ପୋଲିଂ ସେଣ୍ଟରର ଭିଭିପାଟ୍ ସ୍ଲିପ୍ଗୁଡ଼ିକୁ ଗଣାଯାଇ ଇଭିଏମ୍ ଫଳାଫଳ ସହ ମେଳ କରାଯିବ। ପରବର୍ତ୍ତୀ ଖବର। ନୂଆପଡ଼ାରେ ବିଜେଡି କଂଗ୍ରେସ ସଫା ହୋଇଯିବ। ବିଜେପି ରେକର୍ଡ ମାର୍ଜିନରେ ଜିତିବ ବୋଲି କହିଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସରିଛି ଉପନିର୍ବାଚନ। ଇଭିଏମ୍ରେ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍। କିଏ ଜିତିବ ତ କିଏ ହାରିବ? ଆଜିର ଦିନକୁ ସମସ୍ତଙ୍କର ଅପେକ୍ଷା। ଏସବୁ ଭିତରେ ଉପନିର୍ବାଚନରେ ବିଜୟ ନେଇ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଯୋଗାଣ ମନ୍ତ୍ରୀ। ନୂଆପଡ଼ା ଉପନିର୍ବାଚନରେ ଆମେ 50,000ରୁ ଅଧିକ ଭୋଟରେ ବିଜୟ ଲାଭ କରିବୁ। ନୂଆପଡ଼ାରେ ବିଜେଡି କଂଗ୍ରେସ ପୁରା ସଫା ହୋଇଯିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଗତ 11 ତାରିଖରେ ନୂଆପଡ଼ା ବିଧାନସଭା ଆସନରେ ଉପନିର୍ବାଚନ ଲାଗି ମତଦାନ ହୋଇଛି, ଯେଉଁଥିରେ ରେକର୍ଡ ସଂଖ୍ୟକ ମତଦାନ ହୋଇଛି। କଂଗ୍ରେସରୁ ଘାସିରାମ ମାଝୀ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡିର ସ୍ନେହାଙ୍ଗିନୀ ଛୁରିଆ ମଇଦାନରେ ଅଛନ୍ତି। ବିଜେପି ତରଫରୁ ଜୟ ଢୋଲକିଆ ନିର୍ବାଚନ ଲଢୁଛନ୍ତି। ମତଦାନ ସରିଛି, ଏବେ ଖାଲି ରେଜଲ୍ଟକୁ ଅପେକ୍ଷା। ପରବର୍ତ୍ତୀ ଖବର। ଏସ୍ଆଇ ସ୍କାମର ଫିଟିବ ଗୁମର। କେନ୍ଦ୍ରର ଅନୁମୋଦନ ପରେ ମାମଲା ରୁଜୁ କଲା ସିବିଆଇ। ପୋଲିସ ଏସ୍ଆଇ ସ୍କାମ ଘଟଣାରେ ମାମଲା ରୁଜୁ କଲା ସିବିଆଇ। ବିଜ୍ଞପ୍ତି ପ୍ରକାଶ ପରେ ମାମଲା ରୁଜୁ କରିଛି ସିବିଆଇ। ସିବିଆଇ ଭୁବନେଶ୍ୱର ଶାଖା ପକ୍ଷରୁ ଏହି ମାମଲାକୁ ରୁଜୁ କରାଯାଇଛି। ଜଣେ ଡିଏସ୍ପିଙ୍କ ନେତୃତ୍ୱରେ ଗଠିତ ଟିମ୍ ପୂରା ଘଟଣାର ତଦନ୍ତ କରିବ। ଏହି କ୍ରମରେ କ୍ରାଇମବ୍ରାଞ୍ଚ ଆଇଓଙ୍କଠାରୁ ସମସ୍ତ ତଥ୍ୟ ନେଇଛି ସିବିଆଇ। ପରବର୍ତ୍ତୀ ଖବର। ଆସନ୍ତା 20ରୁ ଆରମ୍ଭ ହେବ ଖରିଫ ଧାନ କିଣା। ବରଗଡ଼ ଜିଲ୍ଲାରୁ ଆରମ୍ଭ ହେବ ଧାନ କିଣା। ଧାନ ସଂରକ୍ଷଣ ପାଇଁ ମଣ୍ଡିରେ ଅତ୍ୟାଧୁନିକ ବ୍ୟବସ୍ଥା ହୋଇଛି। 2 ବର୍ଷ ମଧ୍ୟରେ 100ଟି ମଡେଲ ମଣ୍ଡି ପାଇଁ ହୋଇଛି ନିଷ୍ପତ୍ତି। ପ୍ରଥମ ପର୍ଯ୍ୟାୟରେ 38ଟି ମଡେଲ ମଣ୍ଡି ସ୍ଥାପନ ପାଇଁ ଟେଣ୍ଡର ହୋଇ କାର୍ଯ୍ୟ ଆରମ୍ଭ ହୋଇଛି। ଚଳିତ ଆର୍ଥିକ ବର୍ଷରେ 80ଟି ସମବାୟ ସମିତିରେ 200 ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଗୋଦାମ ଗୃହ ନିର୍ମାଣ ପାଇଁ 20 କୋଟିର ବ୍ୟୟବରାଦ ହୋଇଛି। 937ଟି ସମବାୟ ସମିତି ଆର୍ଏମ୍ସିରେ 516 କୋଟି ଟଙ୍କା ବ୍ୟୟରେ ଭିତ୍ତିଭୂମି ବିକାଶ ପାଇଁ କାର୍ଯ୍ୟ ଆରମ୍ଭ ହେବ। ପରବର୍ତ୍ତୀ ଖବର। କିଛି ହେରଫେର ନ ହୋଇଥିଲେ ଆମେ ନିଶ୍ଚିତ ଜିତିବୁ ବୋଲି କହିଲେ ଭକ୍ତଚରଣ ଦାସ। ନୂଆପଡ଼ା ଉପନିର୍ବାଚନରେ ଆମେ 1 ନମ୍ବରରେ ଥିଲୁ, କିନ୍ତୁ ଆମକୁ 3 ନମ୍ବର ସ୍ଥାନ ଦେଉଛନ୍ତି, ଯାହା ସନ୍ଦେହଜନକ ବୋଲି ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି। ନିର୍ବାଚନ ପ୍ରଚାର ବେଳେ ଘାସିରାମ ମାଝୀଙ୍କ ପାଇଁ ଲୋକଙ୍କ ସର୍ବାଧିକ ସମର୍ଥନ ରହିଥିଲା। ଯଦି କିଛି ହେରଫେର ହୋଇନି ତେବେ ଆମେ ନିଶ୍ଚିତ ଜିତିବୁ। ବିଜେପି ନେତା ବୁଥ ଭିତରେ ଟଙ୍କା ବାଣ୍ଟିବା, ଭୋଟ ଦିନ ଗାଡ଼ିରେ ପତାକା ଲଗାଇ ବୁଥ ପାଖରେ ରଖିବା, ଅନ୍ୟ ଏକ ଗାଡ଼ିରୁ ଇଭିଏମ୍ ମିଳିବା, ଶେଷ ସମୟକୁ ଅତିରିକ୍ତ ଭୋଟ ହେବା ଆଦି ଦର୍ଶାଉଛି କଂଗ୍ରେସକୁ ହରାଇବା ପାଇଁ ସବୁ ପ୍ରକାର ଚେଷ୍ଟା କରାଯାଇଥିଲା। ପରବର୍ତ୍ତୀ ଖବର। ଚଳିତ ବର୍ଷ ଶୀତର ପ୍ରକୋପ ଦେଖିବାକୁ ମିଳିଛି। 3 ଦିନ ଭିତରେ ତାପମାତ୍ରା ଖସିବାରେ ଲାଗିଛି। ଗୁରୁବାର ଉଦୟଗିରିରେ ତାପମାତ୍ରା 7.6 ଡିଗ୍ରୀରେ ପହଞ୍ଚିଥିବା ବେଳେ ଗ୍ରାମାଞ୍ଚଳରେ 6 ଡିଗ୍ରୀକୁ ପହଞ୍ଚିଛି। ହଠାତ୍ ତାପମାତ୍ରା ଖସିବା ଯୋଗୁଁ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। କହିବାକୁ ଗଲେ ହାଡ଼ଭଙ୍ଗା ଶୀତ ଅନୁଭବ ହେଉଛି। ଜାଡ଼ରେ ଥରୁଛି ସମଗ୍ର ଅଞ୍ଚଳ। ଜୀବନଯାତ୍ରା ବ୍ୟାହତ ହେବାରେ ଲାଗିଛି। ରାତି ପାହିଲେ ଗରିବ ଲୋକ ଖରା ଏବଂ ସଞ୍ଜ ନଇଁଲେ ନିଆଁକୁ ଭରସା କରୁଛନ୍ତି। ପରବର୍ତ୍ତୀ ଖବର। ଦିଲ୍ଲୀ ବୋମା ବିସ୍ଫୋରଣରେ ଦୋଷୀମାନଙ୍କୁ ଛଡ଼ାଯିବ ନାହିଁ, ସେମାନଙ୍କୁ କଠୋର ଦଣ୍ଡ ଦିଆଯିବ। ଏପରି ଦଣ୍ଡ ଦିଆଯିବ ଯେ ବିଶ୍ୱ ମନେ ରଖିବ ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଗୁଜରାଟର ମୋତିଭାଇ ଚୌଧୁରୀ ସାଗର ସୈନିକ ସ୍କୁଲରେ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଯେ ଦିଲ୍ଲୀ କାର୍ ବିସ୍ଫୋରଣର ଦୋଷୀମାନଙ୍କୁ ଦିଆଯିବା ଦଣ୍ଡ ବିଶ୍ୱକୁ ଏକ ବାର୍ତ୍ତା ଦେବ ଯେ ଭବିଷ୍ୟତରେ କେହି ଆମ ଦେଶରେ ଏପରି ଆକ୍ରମଣ କରିବା କଥା ଚିନ୍ତା ମଧ୍ୟ କରିବେ ନାହିଁ। ପରବର୍ତ୍ତୀ ଖବର। ଭାରତୀୟ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ପରିଷଦ ପକ୍ଷରୁ କରାଯାଉଥିବା ICSE 10ମ ବୋର୍ଡ ପରୀକ୍ଷା ତାରିଖ ପ୍ରକାଶ କରାଯାଇଛି। ପରୀକ୍ଷାଗୁଡ଼ିକ ଫେବୃଆରୀ 17, 2024ରୁ ଆରମ୍ଭ ହୋଇ ମାର୍ଚ୍ଚ 30, 2026 ପର୍ଯ୍ୟନ୍ତ ଚାଲିବ। ସେହିପରି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫେବୃଆରୀ 12ରୁ ଆରମ୍ଭ ହୋଇ ଏପ୍ରିଲ 6, 2026 ପର୍ଯ୍ୟନ୍ତ ଚାଲିବ। ପରୀକ୍ଷା ତାରିଖ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଥିବା ଛାତ୍ରଛାତ୍ରୀମାନେ
ଏବେ ସେମାନଙ୍କର ସମୟସୂଚୀ ଯାଞ୍ଚ କରିପାରିବେ ଏବଂ ସରକାରୀ ୱେବସାଇଟ୍କୁ ଯାଇ ଏକ PDF ଡାଉନଲୋଡ୍ କରିପାରିବେ। ପରବର୍ତ୍ତୀ ଖବର, ସିଲିଣ୍ଡର ବ୍ଲାଷ୍ଟ ଏବେ ଆତଙ୍କବାଦୀ ଆକ୍ରମଣ ହୋଇଗଲା। ଆମ ମୁଣ୍ଡରେ ଅଠା ବୋଳିବାକୁ ଚାହୁଁଛି ଭାରତ ବୋଲି କହିଲା ପାକିସ୍ତାନ। ଦିଲ୍ଲୀର ଲାଲକିଲ୍ଲା ନିକଟରେ ଘଟିଥିବା ବିସ୍ଫୋରଣ ଆତଙ୍କବାଦୀକୁ ଆଶ୍ରୟ ଦେଉଥିବା ଦେଶ ପାକିସ୍ତାନର ଚିନ୍ତାକୁ ବଢ଼ାଇ ଦେଇଛି। ସୋମବାର ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ହେବା ପରେ ମଙ୍ଗଳବାର ଇସଲାମାବାଦ କୋର୍ଟ ପରିସରରେ ଏକ ବିସ୍ଫୋରଣ ଘଟିଥିଲା। ଏଥିରେ 12 ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ଏବେ ପୁଣି ଥରେ ପାକିସ୍ତାନ ବିବାଦୀୟ ମନ୍ତବ୍ୟ ଦେବା ଆରମ୍ଭ କରିଛି। ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ ଭାରତକୁ ଯୁଦ୍ଧ ଧମକ ଦେଇଛନ୍ତି। ଇସଲାମାବାଦ ଆକ୍ରମଣ ପାଇଁ ତେହରିକେ ତାଲିବାନ ପାକିସ୍ତାନ ନିଜକୁ ଦାୟୀ କରିଥିବା ବେଳେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଏଥିପାଇଁ ଭାରତକୁ ଟାର୍ଗେଟ କରିଛନ୍ତି। ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ ଦିଲ୍ଲୀ ଆତଙ୍କବାଦୀ ଆକ୍ରମଣ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଗତକାଲି ପର୍ଯ୍ୟନ୍ତ ଏହା ଏକ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଥିଲା। ଏବେ ସେମାନେ ଏହାକୁ ଏକ ବିଦେଶୀ ଷଡ଼ଯନ୍ତ୍ର ଭାବରେ ଚିତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି। ଭାରତ ଯେକୌଣସି ସମୟରେ ପାକିସ୍ତାନକୁ ଏହି ଆକ୍ରମଣ ପାଇଁ ଦୋଷ ଦେଇପାରେ। ପାକିସ୍ତାନ ଏବେ ଏକା ସାଙ୍ଗରେ 2ଟି ଯୁଦ୍ଧ ଲଢ଼ିବାକୁ ପ୍ରସ୍ତୁତ। ଆମେ ଉଭୟ ପୂର୍ବ ଏବଂ ପଶ୍ଚିମ ସୀମାରେ ଲଢ଼ିବାକୁ ପ୍ରସ୍ତୁତ। ଈଶ୍ୱର ପ୍ରଥମ ରାଉଣ୍ଡରେ ଆମକୁ ସାହାଯ୍ୟ କରିଥିଲେ ଏବଂ ଦ୍ୱିତୀୟ ରାଉଣ୍ଡରେ ମଧ୍ୟ ସେ ଆମକୁ ସାହାଯ୍ୟ କରିବେ ବୋଲି କହିଛନ୍ତି ଖ୍ୱାଜା ଆସିଫ୍। ପରବର୍ତ୍ତୀ ଖବର, ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ନଭେମ୍ବର 10ରେ ହୋଇଥିବା ବିସ୍ଫୋରଣକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମୃତ୍ୟୁ ସଂଖ୍ୟା ଏବେ 12ରୁ 13କୁ ବଢ଼ିଛି। LNJP ହସ୍ପିଟାଲର ICUରେ ଭର୍ତ୍ତି ହୋଇଥିବା 35 ବର୍ଷୀୟ ପୀଡ଼ିତ ବିଲାଲ ହସନଙ୍କ ମୃତ୍ୟୁ ଘଟିଛି। ବିସ୍ଫୋରଣରେ ବିଲାଲ ଗୁରୁତର ଆହତ ହୋଇଥିଲେ, ଯେଉଁଥିରେ ତାଙ୍କ ଅନ୍ତନଳୀ ଏବଂ ଫୁସ୍ଫୁସ୍ ମଧ୍ୟ ଫାଟିଯାଇଥିଲା। ସୋମବାର ତାଙ୍କୁ LNJPର ICUରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ତାଙ୍କ ଜୀବନ ବଞ୍ଚାଯାଇ ପାରିଲା ନାହିଁ। ପରବର୍ତ୍ତୀ ଖବର, ବାବରି ମସଜିଦ୍ ଧ୍ୱଂସର ପ୍ରତିଶୋଧ ନେବାକୁ ଚାହୁଁଥିଲେ ଆତଙ୍କବାଦୀ। ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ନଭେମ୍ବର 10ରେ ହୋଇଥିବା ବିସ୍ଫୋରଣର ତଦନ୍ତରୁ ଅତି ଭୟାନକ ତଥ୍ୟ ସାମ୍ନାକୁ ଆସିଛି। ପୁଲିସ ସୂତ୍ର ଅନୁସାରେ 2025 ଜାନୁଆରୀରୁ ଏହି ଆତଙ୍କବାଦୀ ଷଡ଼ଯନ୍ତ୍ର ରଚାଯାଉଥିଲା। 2008ର ମୁମ୍ବାଇ 26/11 ଆକ୍ରମଣ ଠାରୁ ମଧ୍ୟ ବଡ଼ ବିସ୍ଫୋରଣ ଘଟାଇବାକୁ ଯୋଜନା କରୁଥିଲେ ଆତଙ୍କବାଦୀ। ଏହି ହ୍ୱାଇଟ୍ କଲାର ଆତଙ୍କବାଦୀ ମଡ୍ୟୁଲ ଦିଲ୍ଲୀ, ଗୁରୁଗ୍ରାମ ଏବଂ ଫରିଦାବାଦକୁ ଟାର୍ଗେଟ କରିବାକୁ ଯୋଜନା କରିଥିଲା। ତଦନ୍ତ ପରେ ଏବେ ଆଉ ଏକ ବଡ଼ ଖୁଲାସା ହୋଇଛି। ସୂଚନା ମିଳିଛି ଯେ ଡିସେମ୍ବର 6 ତାରିଖରେ ଜାତୀୟ ରାଜଧାନୀ ଅଞ୍ଚଳର 6ଟି ସ୍ଥାନରେ ବିସ୍ଫୋରଣ ଯୋଜନା କରାଯାଇଥିଲା। ଦିଲ୍ଲୀରେ ଇଣ୍ଡିଆ ଗେଟ୍, ରେଲୱେ ଷ୍ଟେସନ, ଲାଲକିଲ୍ଲା, ଗୌରୀଶଙ୍କର ମନ୍ଦିର, କନଷ୍ଟିଚ୍ୟୁସନ କ୍ଲବ ଏବଂ ପ୍ରମୁଖ ସପିଂ ମଲ୍ଗୁଡ଼ିକୁ ଟାର୍ଗେଟ କରିବାକୁ ଆତଙ୍କବାଦୀଙ୍କ ଯୋଜନା ଥିଲା। ଡିସେମ୍ବର 6 ତାରିଖଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ 1992 ମସିହାର ଏହି ତାରିଖରେ ଅଯୋଧ୍ୟାର ବାବରି ମସଜିଦ୍ ଭାଙ୍ଗି ଦିଆଯାଇଥିଲା। ଗିରଫ ହୋଇଥିବା ଆତଙ୍କବାଦୀମାନେ ସ୍ୱୀକାର କରିଛନ୍ତି ଯେ ସେମାନେ ଏହି ତାରିଖ ବାଛିଥିଲେ କାରଣ ସେମାନେ ବାବରି ମସଜିଦ୍ ଧ୍ୱଂସର ପ୍ରତିଶୋଧ ନେବାକୁ ଚାହୁଁଥିଲେ। ପରବର୍ତ୍ତୀ ଖବର, ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣ ସମ୍ପର୍କରେ ଏକ ବଡ଼ ଖୁଲାସା ହୋଇଛି। ବିସ୍ଫୋରକ ପାଇଁ ବ୍ୟବହୃତ କୋଡ୍ ୱାର୍ଡ ଆବିଷ୍କାର ହୋଇଛି। ଆତଙ୍କବାଦୀମାନେ ବିସ୍ଫୋରକ ପାଇଁ ସିପମେଟ୍ ଏବଂ ପ୍ୟାକେଜ କୋଡ୍ ୱାର୍ଡ ବ୍ୟବହାର କରିଥିଲେ। ଫରିଦାବାଦରେ ଗିରଫ ହୋଇଥିବା ଆତଙ୍କବାଦୀ ଡାକ୍ତର ମୁଜାମିଲଙ୍କ ଡାଏରୀରୁ ଏହି ସୂଚନା ମିଳିଛି। ସୂତ୍ର ଅନୁଯାୟୀ ଆତଙ୍କବାଦୀମାନେ ଏନକ୍ରିପ୍ଟେଡ୍ ଚ୍ୟାନେଲ ମାଧ୍ୟମରେ ସେମାନଙ୍କର ବିଦେଶୀ ହ୍ୟାଣ୍ଡଲରଙ୍କ ସହ ଯୋଗାଯୋଗ କରୁଥିଲେ ଏବଂ ଏହି ଚ୍ୟାନେଲ ମାଧ୍ୟମରେ ଅର୍ଡର ପାଉଥିଲେ। ସେମାନେ ଆମୋନିୟମ ନାଇଟ୍ରେଟ୍ ଅକ୍ସାଇଡ୍ ଏବଂ ଇନ୍ଧନ ତେଲରୁ ପ୍ରସ୍ତୁତ କରିଥିବା ବିସ୍ଫୋରକଗୁଡ଼ିକୁ କୋଡିଂ କରାଯାଇଥିଲା। ଆତଙ୍କବାଦୀମାନେ ବିସ୍ଫୋରକ ପାଇଁ ସିପମେଣ୍ଟ ଏବଂ ପ୍ୟାକେଜ ନାମ ବ୍ୟବହାର କରୁଥିଲେ। ପରବର୍ତ୍ତୀ ଖବର, ପାଠ ପଢ଼ି ଘରେ ବସିଥିବା ଯୁବପିଢ଼ିଙ୍କ ପାଇଁ ଖୁସି ଖବର ଆଣିଲା ବ୍ୟାଙ୍କ ଅଫ୍ ବରୋଦା। ଚାକିରି ସହ ଅଭିଜ୍ଞତା ଦେବା ପାଇଁ ବିଜ୍ଞପ୍ତି ପ୍ରକାଶ କଲା ବ୍ୟାଙ୍କ ଅଫ୍ ବରୋଦା। ବ୍ୟାଙ୍କ ତରଫରୁ ଏବେ 2700 ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀ ଖୋଜା ଆରମ୍ଭ ହୋଇଛି। ବ୍ୟାଙ୍କ ଅଫ୍ ବରୋଦା .bank.in କୁ ଯାଇ ଲୋକେ ଅନଲାଇନରେ ଏହି ଚାକିରି ପାଇଁ ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟା ନଭେମ୍ବର 11 ତାରିଖରୁ ଡିସେମ୍ବର 1 ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଯେଉଁମାନେ ବ୍ୟାଙ୍କିଂ କ୍ଷେତ୍ରରେ ନିଜର କ୍ୟାରିୟର ଗଢ଼ିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ପରବର୍ତ୍ତୀ ଖବର, ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ବିସ୍ଫୋରଣ ପରେ ସାରା ବିଶ୍ୱ ଭାରତ ଉପରେ ଧ୍ୟାନ ଦେଇଛି। ଭାରତ ସରକାର ଏହି ବିସ୍ଫୋରଣକୁ ଆତଙ୍କବାଦୀ ଆକ୍ରମଣ ଘୋଷଣା କରିଛନ୍ତି। ଏହାପରେ ଆମେରିକାର ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ ମଧ୍ୟ ଏହି ଘଟଣାକୁ ସ୍ପଷ୍ଟ ଭାବରେ ଆତଙ୍କବାଦୀ ଆକ୍ରମଣ ବୋଲି ଘୋଷଣା କରିଛନ୍ତି। ସେ ତଦନ୍ତ ପ୍ରତି ଭାରତର ବୃତ୍ତିଗତ ଆଭିମୁଖ୍ୟକୁ ମଧ୍ୟ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଭାରତୀୟମାନଙ୍କୁ ପ୍ରଶଂସା କରାଯିବା ଉଚିତ। ସେମାନେ ଏହି ତଦନ୍ତକୁ ବହୁତ ଚିନ୍ତାଶୀଳ, ସତର୍କତାର ସହିତ ଏବଂ ବୃତ୍ତିଗତ ଭାବରେ କରୁଛନ୍ତି। ତଦନ୍ତ ଚାଲିଛି। ଏହା ସ୍ପଷ୍ଟ ଭାବରେ ଏକ ଆତଙ୍କବାଦୀ ଆକ୍ରମଣ ଥିଲା। ଏହା ବିସ୍ଫୋରକ ସାମଗ୍ରୀ ଭର୍ତ୍ତି ଏକ କାର୍ ଥିଲା ଯାହା ବିସ୍ଫୋରଣ ହୋଇଥିଲା। ସେ ଆହୁରି ମଧ୍ୟ କହିଛନ୍ତି
ମୁଁ ଭାବୁଛି ସେମାନେ ଏକ ବହୁତ ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛନ୍ତି ଏବଂ ମୁଁ ଭାବୁଛି ଯେତେବେଳେ ସେମାନଙ୍କ ପାଖରେ ତଥ୍ୟ ଆସିବ ସେମାନେ ସେଗୁଡ଼ିକୁ ପ୍ରକାଶ କରିବେ। ଆମେରିକାର ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ସେ ବିସ୍ଫୋରଣ ବିଷୟରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ କଥା ହୋଇଛନ୍ତି। ରୁବିଓ କହିଛନ୍ତି ଯେ ଆମେରିକା ସହାୟତା ପ୍ରଦାନ କରିଛି, କିନ୍ତୁ ଭାରତ ନିଜେ ଏହି ତଦନ୍ତ କରିବାକୁ ବହୁତ ସକ୍ଷମ ଏବଂ ତାଙ୍କୁ ସାହାଯ୍ୟର ଆବଶ୍ୟକତା ନାହିଁ। ପରବର୍ତ୍ତୀ ଖବର ଭୁବନେଶ୍ୱର ଏଜି ଛକରୁ ହଟିବ ଟ୍ରାଫିକ୍ ପୋଷ୍ଟ। ସହରର ଟ୍ରାଫିକ୍ ସମସ୍ୟା ଦୂର ପାଇଁ 2 ଥାକିଆ ରାସ୍ତା ନିର୍ମାଣ କରାଯିବ। ଏଜି ଛକ ଦେଇ ଏହି ରାସ୍ତା ଯିବ। ମାଟି ତଳେ ଏବଂ ମାଟି ଉପରେ ରାସ୍ତା ନିର୍ମାଣ କରାଯିବ। କଳ୍ପନା ଖଣ୍ଡଗିରି ଜୟଦେବ ବିହାର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହେବ। ରାଜଧାନୀରେ ଏଲିଭେଟେଡ୍ କରିଡର ଲାଗି ପୂର୍ତ୍ତ ବିଭାଗ ଯୋଜନା ପ୍ରସ୍ତୁତ କରି ଏହି ପ୍ରକଳ୍ପ ଆରମ୍ଭ କରିବ। ଟ୍ରାଫିକ୍ ସମସ୍ୟା ଦୂର ପାଇଁ 20ଟି ନୂଆ ରାସ୍ତା ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବିଭାଗ ସୂତ୍ରରୁ ସୂଚନା ମିଳିଛି। ଏଥିପାଇଁ ଡିପିଆର୍ ପ୍ରସ୍ତୁତ ହୋଇଥିବା ବେଳେ ପୂର୍ତ୍ତ ବିଭାଗ ମନ୍ତ୍ରୀ ଏହାର ସମୀକ୍ଷା କରିଥିବା ଜଣାପଡ଼ିଛି। ପରବର୍ତ୍ତୀ ଖବର ସବୁ କାଶ୍ମୀରବାସୀ ଆତଙ୍କବାଦୀ ନୁହନ୍ତି ବୋଲି କହିଲେ ଓମାର ଅବଦୁଲ୍ଲା। ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଦିଲ୍ଲୀ ଲାଲକିଲ୍ଲା ନିକଟରେ ବିସ୍ଫୋରଣକୁ ତୀବ୍ର ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ ଜାମ୍ମୁ କାଶ୍ମୀର ଲୋକେ ସବୁବେଳେ ଶାନ୍ତି ଓ ଭାଇଚାରା ସିଦ୍ଧାନ୍ତରେ ବିଶ୍ୱାସ ରଖନ୍ତି। ଅବଦୁଲ୍ଲା ଏହି ଆକ୍ରମଣକୁ ନିନ୍ଦା କରି କହିଛନ୍ତି ଯେ କିଛି ଲୋକ ଏହି ଅଞ୍ଚଳର ଶାନ୍ତି ନଷ୍ଟ କରିଛନ୍ତି, କିନ୍ତୁ ସବୁ କାଶ୍ମୀରଙ୍କୁ ଆତଙ୍କବାଦ ସହ ଯୋଡ଼ି ଦେଖିବା ଅନୁଚିତ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଏହା ଅତ୍ୟନ୍ତ ନିନ୍ଦନୀୟ। କୌଣସି ବି ଧର୍ମ ନିର୍ଦ୍ଦୋଷ ଲୋକଙ୍କୁ ଏତେ ନିର୍ମମ ହତ୍ୟାକୁ ଉଚିତ ମଣିବେ ନାହିଁ। ଯାଞ୍ଚ ଜାରି ରହିବ, କିନ୍ତୁ ଆମେ ଏହା କହିବାକୁ ଚାହୁଁଛୁ ଯେ ସବୁ କାଶ୍ମୀର ଅଧିବାସୀ ଆତଙ୍କବାଦୀ ନୁହନ୍ତି। ଯେଉଁମାନେ ଏହି ଅପରାଧ କରିଛନ୍ତି ସେମାନଙ୍କୁ କଡ଼ା ଦଣ୍ଡ ମିଳିବା ଉଚିତ ବୋଲି ସେ କହିଛନ୍ତି। ପରବର୍ତ୍ତୀ ଖବର ଦିଲ୍ଲୀ କାର୍ ବିସ୍ଫୋରଣରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଷଡ଼ଯନ୍ତ୍ରକାରୀମାନେ ଦିଲ୍ଲୀ ସମେତ ଏକାଧିକ ସହରରେ ସିରିଜ୍ ବିସ୍ଫୋରଣ କରିବାକୁ ଯୋଜନା ରଖିଥିଲେ। ଏଥିପାଇଁ 32ଟି କାର୍ ପ୍ରସ୍ତୁତ ଥିଲା ବୋଲି ତଦନ୍ତକାରୀ ଟିମ୍ ଜାଣିବାକୁ ପାଇଛି। ଦିଲ୍ଲୀର 6ଟି ସ୍ଥାନରେ ଆସନ୍ତା ଡିସେମ୍ବର 6ରେ ବିସ୍ଫୋରଣ ଯୋଜନା ରହିଥିବା ବେଳେ ଅନ୍ୟ କେତେକ ସହରରେ ବିସ୍ଫୋରଣ ପାଇଁ ଜାନୁଆରୀ 26କୁ ଯୋଜନା ରହିଥିଲା ବୋଲି ତଥ୍ୟ ମିଳିଛି।